ସୁର ଭାଇଙ୍କର ଆମେ ବହୁତ ରୋଲ୍ କରୁଛୁ କିନ୍ତୁ ସୁର ଭାଇଙ୍କ ଭଳିଆ ଖୋଲା ମଣିଷ ମିଳିବନି। ବହୁତ ଭଲ ମଣିଷ ସିଏ, ସବୁବେଳେ ଲୋକମାନଙ୍କ ପାଖରେ ଥାନ୍ତି। ତ ଆଜିର ଯେଉଁ ସିନେମା ସଲାମ ଭୁବନେଶ୍ୱରକୁ ଆସିଥିବାରୁ ମୁଁ ବହୁତ ଧନ୍ୟବାଦ ଜଣାଇବି ସୁର ଭାଇଙ୍କୁ। ଏବଂ ଆମର ଏଇନା ଆରମ୍ଭ ହେବ ଶୋ, ତ ଆମେ ସମସ୍ତେ ଦେଖିବାକୁ ଟିକେ ଇଚ୍ଛୁକ ଅଛୁ। ମୁଣ୍ଡିଆ ମାରିଲେ କ'ଣ ଆଶୀର୍ବାଦ ମାଗିବେ? ସୁର ଭାଇଙ୍କୁ ମୁଁ ଏତିକି ମାଗିବି ଆଶୀର୍ବାଦ ଯେ ଆପଣ ସବୁବେଳେ ଓଡ଼ିଆମାନଙ୍କ ସହିତ ଥାଆନ୍ତୁ ଆଉ ଓଡ଼ିଆ ସିନେମା ଜଗତକୁ ଆଗକୁ ନେବାରେ ସହାୟତା ହୁଅନ୍ତୁ। ଆଚ୍ଛା ସାର୍, ଅନେକ ଥର ଆପଣଙ୍କ ମିମିକ୍ରି ବି କରିଛନ୍ତି, ରୋଲ୍ ବି କରିଛନ୍ତି, ଆଜି ଆସିକି ମୁଣ୍ଡିଆଟି ମାରିଲେ କ'ଣ ଆଶୀର୍ବାଦ ଦେବେ? ଗୋଟେ ଭଲ କଳାକାର ହଉ, ମନୋରଞ୍ଜନ ବୁଡ଼ି ରହୁ। ଆମର ଯେଉଁ ଜୀବନ କ୍ଲାନ୍ତ ଜୀବନ, ଛାତ୍ରଛାତ୍ରୀ, ଯୁବକ, ଶ୍ରମିକ, ଆଦିବାସୀ, ହରିଜନ, ମୁସଲମାନ ସମସ୍ତଙ୍କର ମନୋରଞ୍ଜନ ଦରକାର। ସେ ମନୋରଞ୍ଜନରୁ ଜଣେ ଭଲ କଳାକାର, ତାର ଆକ୍ଟିଂ ଖୁବ୍ ବଢ଼ିଆ, କମେଡ଼ିଆନ୍। ମୁଁ ଆଶା କରୁଛି ଓଡ଼ିଶାର ଗୋଟେ ବେଷ୍ଟ କମେଡ଼ିଆନ୍ ବାହାରୁ, ଭାରତ ବର୍ଷ ନାଁ କରୁ, କଳାର ପ୍ରସାର ହଉ। ଆପଣମାନେ ମନୋରଞ୍ଜନ କରନ୍ତୁ, ଆମେ ବି ମନୋରଞ୍ଜନ କରିବା, ଆନନ୍ଦରେ ସମୟ କମେଡ଼ିଆନ୍ ମାନେ ତ ସବୁବେଳେ ଦୁର୍ବଳ ଦେଖାଯିବା ପାଇଁ ଥାନ୍ତି। ନାଇଁ କମେଡ଼ିଆନ୍ ଖୁବ୍ ବଢ଼ିଆ କମେଡ଼ିଆନ୍, ପୋଟଳ ଭଳିଆ ଅଛନ୍ତି, କଖାରୁ ଭଳିଆ ଅଛନ୍ତି, ଏଇଠି ମାନେ କାଉଁରିଆ କାଠି ଭଳିଆ ଅଛନ୍ତି, ସବୁ ପ୍ରକାର ଅଛନ୍ତି, ବଢ଼ିଆ କଳାକାରଟିଏ। ଦୁଇ ଜଣ ପାଇଁ କିଛି ଆଶୀର୍ବାଦ ଦିଅନ୍ତୁ, ମାନେ ଆମ ଖୁବ୍ ଭଲ କରିଛନ୍ତି, ଓଡ଼ିଆ ଫିଲ୍ମ କରୁଛନ୍ତି। ଓଡ଼ିଆ ଭାଇମାନେ ଆସ ଫିଲ୍ମ ଦେଖିବା ଏବଂ ସରକାରଙ୍କୁ କହିବା ସବୁ ଅଞ୍ଚଳରେ ଗୋଟେ ଗୋଟେ ସିନେମା ହଲ୍ କରନ୍ତୁ। ସବୁ ବନ୍ଦ ହେଇଗଲା, ଚାରିଆଡ଼େ ସିନେମା ହଲ୍ ବନ୍ଦ ହେଇଗଲା, ତେଣୁ ଓଡ଼ିଆ ଫିଲ୍ମ ଆଉ ସୁଟିଂ ବିଶେଷ ହଉନି। ଯଦି ଫିଲ୍ମ ହଲ୍ ଆନ୍ଧ୍ର ଭଳିଆ ପ୍ରତି ପଞ୍ଚାୟତରେ, ପ୍ରତି ବ୍ଲକରେ, ପ୍ରତି ସବଡିଭିଜନରେ, ଜିଲ୍ଲାରେ, ଚାରିଆଡ଼େ ସବୁ ସହରରେ ହୁଅନ୍ତା, ତାହେଲେ ବହୁତ ଲୋକ ଫିଲ୍ମ ସୁଟିଂ କରନ୍ତେ, ଖୁବ୍ ଭଲ ହୁଅନ୍ତା। ତେଣୁ ସରକାର ଉପରେ ଚାପ ପକେଇବା, ଫିଲ୍ମ ହଲ୍ ରାଜ୍ୟରେ ଚାରିଆଡ଼େ ହଉ, 30ଟା ଯାକ ଜିଲ୍ଲାରେ ହଉ, ଖୁବ୍ ଭଲ।